ଆପଣମାନେ କ'ଣ ଆପଣଙ୍କର ଶାରୀରିକ, ମାନସିକ, ଆତ୍ମିକ ରୋଗ ନିମନ୍ତେ ଚିନ୍ତିତ କି? ଯଦି ଆପଣମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ତାଙ୍କ ପବିତ୍ର ଶାସ୍ତ୍ରକୁ ବିଶ୍ୱାସ କରନ୍ତି, ଆପଣମାନଙ୍କ ନିମନ୍ତେ ଏକ ସ୍ୱର୍ଗୀୟ ସୁପରନ୍ୟାଚୁରାଲ ହେଭେନଲି ଡିଭାଇନ୍ ମେଡିସିନ ପରମେଶ୍ୱରଙ୍କ ବାକ୍ୟରୁ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆଉ ଯାହା ଲେଖାଯାଇଛି ଜିରିମିୟା ତାର 33 ପର୍ବ 6 ପଦ ଆମମାନେ ପାଠ କରିବା। Behold, I will bring it health and healing. I will heal them and reveal to them the abundance, peace and truth. ପ୍ରଭୁଙ୍କର ଧନ୍ୟବାଦ ହଉ। ପ୍ରିୟ ପ୍ରଭୁଙ୍କ ଦାସ ଦାସୀ ମାନେ ଏ ଜାଗାରେ ମାନେ କ'ଣ ଦେଖୁଅଛୁ ନା ଧ୍ୟାନ ସହିତ ଶୁଣନ୍ତୁ। ଦେଖ, ଯଦି ଆପଣ କୌଣସି ଶାରୀରିକ ରୋଗରେ ଅଛନ୍ତି, କୌଣସି ପ୍ରକାର ମାନସିକ ରୋଗରେ ଅଛନ୍ତି, ଆପଣଙ୍କର ରୋଗ ଆଉ ଯାହାକି ଅସୁସ୍ଥତା ଯୁକ୍ତ ନୁହେଁ, ଇନକ୍ୟୁରେବଲ୍ ବୋଲି ଆଜି ମେଡିକାଲ କହିଥାଇପାରେ, ଆପଣଙ୍କୁ ଡେଡ୍ ଲାଇନ୍ ଦେଇଥାଇପାରେ। ମୁଁ ଆପଣଙ୍କୁ କହୁଛି ଏ ଜାଗାରେ ଯେଉଁ ଜିରିମିୟା ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ପ୍ରଫେସି ହେଉଛି, ଆଉ ସେ ଯେଉଁ ପ୍ରଫେସି କରିଅଛନ୍ତି, ଆଉ କେଉଁ ବିଷୟରେ ନା ଇସ୍ରାଏଲ ଲୋକମାନଙ୍କର ବାବିଲ ଦେଶରୁ ଫେରି ଆସିବା ବିଷୟରେ, ସେମାନେ ଫେରି ଆସିଲା ପରେ ସେମାନେ କି ପ୍ରକାର ସ୍ଥାପିତ ହେବେ, ଆଉ ସେମାନେ କି ପ୍ରକାର ପରମେଶ୍ୱରଙ୍କର ଆଶୀର୍ବାଦ ପାଇବେ, ସେମାନଙ୍କ ରୋଗକୁ ପରମେଶ୍ୱର କି ପ୍ରକାର ସୁସ୍ଥ କରିବେ, କି ପ୍ରକାର ପ୍ରଚୁର ଶାନ୍ତି ସେମାନଙ୍କୁ ଈଶ୍ୱର ଦେବେ, ସେ ବିଷୟରେ ଜିରିମିୟା ଜାଗାରେ ଭବିଷ୍ୟତବାଣୀ କରୁଅଛନ୍ତି। 70 ବର୍ଷ ଧରି ଜିରିମିୟା ଭବିଷ୍ୟତ ବକ୍ତା ସେ ଭବିଷ୍ୟତବାଣୀ କରୁଥିଲେ, ପ୍ରଫେସି କରୁଥିଲେ। ଆଉ ଇସ୍ରାଏଲ ଲୋକମାନେ ଯେଉଁ ସେମାନେ ଏକ୍ସାଇଲରେ ଥିଲେ ବାବିଲନରେ, ଆଉ ସେମାନଙ୍କ ବିଷୟରେ ସେମାନେ ଫେରି ଆସିଲା ପରେ ପରମେଶ୍ୱର ପୁନଃସ୍ଥାପନ କରିବେ ସେଇ ବିଷୟ ଜାଗାରେ ସେ କହୁଛନ୍ତି। ଆଜି ଆମେମାନେ ମଧ୍ୟ ଏ ଜଗତର ପାପରେ ଥିଲୁ, ଶୈତାନର ଜଗତ ମଧ୍ୟରେ ଘାଣ୍ଟିଛୁ, କିନ୍ତୁ ପ୍ରଭୁଙ୍କୁ ଆମମାନେ ଜାଣିଲୁ ଆଉ ପରମେଶ୍ୱରଙ୍କ ନିକଟରେ ଫେରି ଆସିଅଛୁ। ଆପଣ ଆଉ ମୁଁ ଆଜି ସେ ଜୀବିତ ପରମେଶ୍ୱରଙ୍କୁ ନାମକୁ ଧରୁଅଛୁ। ପ୍ରତ୍ୟେକ ସକାଳେ ସନ୍ଧ୍ୟା ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ନାମ ଧରି ଆମମାନେ ଚାଲୁଅଛୁ, ଆଉ ତାଙ୍କ ପଛରେ ଚାଲିବା ପାଇଁ ଚେଷ୍ଟା କରୁଅଛୁ। ତ ପରମେଶ୍ୱରଙ୍କର ପ୍ରତିଜ୍ଞା ସେଇ ଲୋକମାନଙ୍କ ନିମନ୍ତେ ଯେଉଁମାନେ ତାଙ୍କ ନାମ ଧରି ଆଉ ସେମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଚାଲନ୍ତି ଆଉ ତାଙ୍କ ନାମରେ ବଞ୍ଚନ୍ତି। ସେ କହୁଛନ୍ତି ଆମ୍ଭେ ତୁମମାନଙ୍କୁ ସୁସ୍ଥ କରିବା, ଉତ୍ତମ ସ୍ୱାସ୍ଥ୍ୟ ଦେବା ଆଉ ପ୍ରଚୁର ଶାନ୍ତି ଦେବା। ଆଜି ଯଦି ଆପଣ କୌଣସି ରୋଗରେ ଅଛନ୍ତି, କୌଣସି ବେମାରରେ ଅଛନ୍ତି, ଶାରୀରିକ ଅସୁସ୍ଥତା ଅଛନ୍ତି, କୌଣସି ପ୍ରକାର ମେଡିକାଲ ଆପଣଙ୍କୁ ଡେଡଲାଇନ୍ ଦେଇଛି, ଆଜି ବାକ୍ୟକୁ ଆପଣ ପାଠ କରନ୍ତୁ, ବିଶ୍ୱାସ କରନ୍ତୁ। ମୁଁ ଆପଣମାନଙ୍କୁ ନିଶ୍ଚିତ କରାଉଅଛି ଯେ ବାକ୍ୟ ଉପରେ ଆପଣମାନଙ୍କର ବିଶ୍ୱାସ 100% ରଖନ୍ତୁ। ଆପଣଙ୍କର ବିମାର ଇନଷ୍ଟାଣ୍ଟଲି ତୁରନ୍ତ ଆପଣଙ୍କ ରୋଗରୁ ଆପଣମାନେ ସୁସ୍ଥ ହେଇଯିବେ। ଶାରୀରିକ ରୋଗ, ଓଜଣା ରୋଗ ଆପଣଙ୍କୁ ଡକ୍ଟର ଫେରେଇ ଦେଇଥିବ, କିଏ ବା ମାନସିକ ରୋଗ, ଆତ୍ମିକ ରୋଗ ହେଇଥାଉ, ଇନଷ୍ଟାଣ୍ଟଲି ଆପଣମାନେ ହିଲ୍ ହେଇଯିବେ, କାରଣ ଏଇଟା ପରମେଶ୍ୱରଙ୍କର ବାଇଦା ଅଟେ, କୌଣସି ମନୁଷ୍ୟର ଚିନ୍ତାଧାରା ନୁହେଁ। ଏଣୁ ପ୍ରିୟ ପ୍ରଭୁଙ୍କ ଦାସ ଦାସୀ ଏ ଜିରିମିୟା ଭବିଷ୍ୟତ ବକ୍ତା ଆପଣମାନଙ୍କର ସମସ୍ତ ପ୍ରକାର ରୋଗକୁ ସୁସ୍ଥ କରିବା ନିମନ୍ତେ ଈଶ୍ୱରଙ୍କର ପ୍ରତିଜ୍ଞା ଘୋଷଣା କରୁଅଛନ୍ତି। ଗଡ୍ ବ୍ଲେସ୍ ୟୁ।